Jungle. Audio Jungle. ବାର ମାସରେ 13 ଓଷା ପାଳୁଥିବା ଆମ ଭାରତରେ ପ୍ରତିଟି ବ୍ରତ ପୂଜା ପାର୍ବଣ ସମୟରେ ମା ଭଉଣୀ ମାନେ ଶାଗୁ ଖେଚୁଡି ପଣା କିମ୍ବା କ୍ଷୀରି ଖାଇ ବ୍ରତ ରଖିଥାନ୍ତି। ଫଳ ଆହାର ଅପେକ୍ଷା ଅନେକ ଶାଗୁକୁ ହିଁ ବ୍ରତ ସମୟରେ ଆହାର ରୂପେ ଗ୍ରହଣ କରିଥାନ୍ତି, କାରଣ ଏହାକୁ ସମ୍ପୂର୍ଣ୍ଣ ଶାକାହାରୀ ଏବଂ ପବିତ୍ର ଖାଦ୍ୟ ବୋଲି ମନେ କରାଯାଏ। କିନ୍ତୁ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଶାଗୁ ତିଆରି ହେବାର ପ୍ରକ୍ରିୟା ଏବଂ ଏହାର କାରଖାନା ପରିବେଶକୁ ଦେଖିଲେ ଏହା ପ୍ରକୃତରେ ସମ୍ପୂର୍ଣ୍ଣ ଶାକାହାରୀ ନା ମାଂସାହାରୀ, ଏନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାକୃତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶାଗୁ ହେଉଛି ଏକ ଉଦ୍ଭିଦଜାତ ଦ୍ରବ୍ୟ। ଏହା ଶାଗୋପାମ୍ ନାମକ ଗଛର ଚେର ଓ କାଣ୍ଡ ଭିତରେ ଥିବା ମଣ୍ଡରୁ ପ୍ରସ୍ତୁତ କରାଯାଏ। ଏହି ଦୃଷ୍ଟିରୁ ଶାଗୁ ହେଉଛି ସମ୍ପୂର୍ଣ୍ଣ ରୂପେ ଶାକାହାରୀ। ତେବେ ତାମିଲନାଡୁ ଭଳି ରାଜ୍ୟ ଗୁଡ଼ିକରେ ଥିବା ବଡ଼ ବଡ଼ କାରଖାନାରେ ଏହାକୁ ଯେଉଁ ଉପାୟରେ ପ୍ରସ୍ତୁତ କରାଯାଏ, ସେହି ପ୍ରକ୍ରିୟା ହିଁ ସନ୍ଦେହର ମୁଖ୍ୟ କାରଣ। ରିପୋର୍ଟ ଅନୁସାରେ ଗଛର ଚେରରୁ ମଣ୍ଡ ବାହାର କରି ମାସ ମାସ ଧରି ବଡ଼ ବଡ଼ ଖୋଲା ଗାତରେ ସଢ଼ିବାକୁ ଛାଡ଼ି ଦିଆଯାଏ। ଏହି ଗାତ ଗୁଡ଼ିକ ଖୋଲା ଆକାଶ ତଳେ ଥିବାରୁ ଏବଂ କାରଖାନାର ଆଲୋକ ଯୋଗୁଁ ଅନେକ କୀଟପତଙ୍ଗ ଓ ପୋକ ସେଥିରେ ପଡ଼ିଯାଆନ୍ତି। ସଢ଼ୁଥିବା ମଣ୍ଡରେ ମଧ୍ୟ ବହୁ ସୂକ୍ଷ୍ମ କୀଟ ସୃଷ୍ଟି ହୁଅନ୍ତି। ପରବର୍ତ୍ତୀ ସମୟରେ ଏହି ମଣ୍ଡକୁ ପାଦରେ ଚକଟା ଯାଏ। ସେତେବେଳେ ସେହି କୀଟପତଙ୍ଗ ଗୁଡ଼ିକ ମଣ୍ଡ ସହିତ ମିଶି ପେଶୀ ହୋଇଯାଆନ୍ତି।